ସେ ପିୟୁଷ ନା ବୋଲି ତାକୁ ତ ପିଲାଦିନୁ ତା ବାପା ମା ଡାକୁଥିଲେ ତାକୁ ଜାଣିଥିଲା କି ତାକୁ ପରିଚୟ ଦେଇ ଆଗକୁ ଖଣ୍ଡଗିରି ମହାକୁମ୍ଭ ମେଳା ହବ ତ ସେଠିକି ଆପଣ ମାନେ ଯିବେ କଣ ଚରିତ୍ରରେ କେମିତି କଣ ବିଷୟବସ୍ତୁ ମୋ କଥା ତ ଚରିତ୍ର ତିନି ପ୍ରକାର ଅଛି। ବର୍ତ୍ତମାନ ହେଉଛି ଏଇ ମନ କାଶୀ ବୃନ୍ଦାବନ, ସେଥିରେ ମୋର ଘନା କେଉଟ ବୋଲି ଗୋଟେ ଚରିତ୍ର ଅଛି, ଚିଙ୍ଗୁଡ଼ି ବେପାର ଏଇଆ। ଆଉ ଗୋଟେ ହେଉଛି ରଜ ସୁନ୍ଦରୀକୁ ସଜ ସିନ୍ଦୁର, ସେ ନାଟକରେ ପଜିଟିଭ୍ କମ୍ ନେଗେଟିଭ୍ ତ ଆକାଶ ଚରିତ୍ର। ଆଉ ଗୋଟେ ନାଟକ ଆମର ହେଉଛି ମେମ୍ ସାହେବ, ସେଥିରେ ଡ୍ୟାନି ଦିଦି। ଆଉ ଗୋଟେ ନାଟକ ହେଉଛି ସେଟା ମାନେ ଗଲା ବର୍ଷର ନାଟକ ଥିଲା ଆକୃଷ୍ଣ ବୋଲି ଯାଉ ଯିବ, ସେ ନାଟକ ବି ହେଉଛି। ଗୋଟେ ସଂଳାପିତ ହୋଇ ରହି ଯେଉଁଟାକି ଏବେ ଖଣ୍ଡଗିରିରେ ଲୋକ ଦେଖିବାକୁ ପାଇବେ। କୋଉ ନାଟକର କହିବି? ଖଣ୍ଡଗିରିରେ କୋଉ ନାଟକ ମୁଁ କେମିତି ଜାଣିବି? କହିଦେବା, କାହିଁକିନା ମୁଁ ଏଠି କହିଦେଲେ ବେତାଳିଆ ହେଇଯିବ, ବୁଝିପାରିଲେ? ତାହେଲେ ମୁଁ ମାଲିକ ନୁହେଁ କି ମୁଁ କର୍ମଚାରୀ, ଆଜ ଏମ୍ପ୍ଲୟ ମୁଁ କହିପାରିବିନି କୋଉ ନାଟକ ହବ। ତେଣୁ ଆପଣମାନଙ୍କର ଅଛି କଥା ଯେ ଏଇ ମନ କାଶୀ ବୃନ୍ଦାବନ ନାଟକ ଘନା କେଉଟ, ମୁଁ ଘନା କେଉଟ। ଦିନରେ ମୋର ଚିଙ୍ଗୁଡ଼ି ବେପାର, ରାତିରେ କରେ ଘୋଡ଼ା ନାଟ। ପ୍ରେମ ସେ ଡାକିଲେ ଘନଶ୍ୟାମ, ରାଗିଗଲେ କରେ ଦକ୍ଷିଣୀ ନାଟ। ଭାଇ ଏବେ ଯାତ୍ରାରେ ଦେଖିବାକୁ ମିଳୁଛି ଯେ ହାଟ ଚୌକରେ ବହୁତ କଳାକାର ଚାଲିଯାଉଛନ୍ତି। ଏବେ ଦିଦି କି କେସ୍ ହେଲାଣି ସେମିତିକା କଣ କହିବେ ପ୍ରକୃତରେ ଆପଣଙ୍କର କଷ୍ଟରେ ଚଳୁଛନ୍ତି କି? ସେମିତି ଶୁଣନ୍ତୁ, ଜନ୍ମ ମରଣ କାହାରି ହାତର କଥା ନୁହଁ, ଆମେ କହିପାରିବାନି। ଏମିତି ଭଲ ମଣିଷଙ୍କୁ ବି ରୋଗ ହେଇଯାଉଛି, ଚାଲି ଯାଉଛନ୍ତି। ବହୁତ ଭଲ ମଣିଷ ଆମେ ଭାବିନଥିବା ଏଇ ରୋଗ ହବ ବୋଲି ହେଇଯାଉଛି। ସମୟ ବର୍ତ୍ତମାନ ଭଲ ନାହିଁ, ତ କ୍ଲାଇମେଟ୍ ବର୍ତ୍ତମାନ ବି ଭଲ ନାହିଁ। ଆପଣମାନେ ତ ନ୍ୟୁଜ୍ ମାଧ୍ୟମରେ ଦେଖୁଥିବେ ଘନା ଘଟଣା ତୃତୀୟ ବିଶ୍ୱଯୁଦ୍ଧ ହବ ବୋଲି ନାହିଁ, ଘରେ ଘରେ କଳି ବର୍ତ୍ତମାନ। ଯେ ଆପଣମାନେ ଯୋଉ ଜାଗାକୁ ସବୁ ଯାଉଛନ୍ତି ସେ ଜାଗାରେ ଆପଣଙ୍କର ରହିବା ସୁବିଧା ଠିକ୍ ଠାକ୍ରେ କରାଯାଉଛି ନା କରାଯାଉନି? ନା ଆପଣ ନାଇଁ ସବୁ ଜାଗାରେ ସୁବିଧା କରାଯାଉଛି। ତ ଆମେ ତ ଆଉ କୁକୁର ମାଙ୍କଡ଼ ନୁହଁ, ଗଛ ବାହାରେ ବୁଲିକି ରହିଯିବୁ ଇଏ କରିବୁ। ସମୟ ସେୟା ହେଇଛି, କଳିଯୁଗ ଭାଇ କଥା ଯେମିତି ଅଛି। ଡନଲପ୍ ବେଡ୍ରେ ତମ କୁକୁର ଶୋଇବ, ଗାଈ ତମର ଗୁହାଳରେ ବୁଲିବ। ଗୋମାତାକୁ ଆମେ ଗୁହାଳରେ ବାନ୍ଧି କୁକୁରକୁ ଏବେ ବେଡ୍ ଉପରେ ଶୁଆଉଛୁ, ସେଇଟା ତ ହେଇଯାଇଛି। କିନ୍ତୁ ହରବାରୀ ଗୋଟେ ପ୍ରଶ୍ନ ଉଠାଇଥିଲେ ଯେ ଠିକ୍ରେ ରହୁନାହାନ୍ତି ବୋଲି। ଠିକ୍ରେ ରହିବେନି। ଶୁଣନ୍ତୁ, ଆମେ ପର ଅଧୀନରେ ଗଲୁ, ସେଟା ତ ଆମ ନିଜ ଟ୍ରେନ୍ ନୁହଁ। ଆମକୁ ଯୋଉଠି କମିଟି ଲୋକମାନେ ଦେବେ ରହିବା ପାଇଁ ବାଧ୍ୟ, ଏଲିଜିବୁଲ୍। ସେଠି ଆଉ ପ୍ରଶ୍ନ ଉଠେଇଲେ 3 ରାତି ଯାତ୍ରା କରିହେବନି, ଫେରିଆସିବୁ। ଏମିତି ମୁଖ୍ୟ କଥା ହେଉଛି ନାଟକରେ ଅଫ୍ ନ ମିଳିଲେ, ଦେହ ଅସୁସ୍ଥ ରହିଲେ, ଅସୁସ୍ଥ ଥିବା ସମୟରେ 1 ବର୍ଷ ପାଇଁ ଜଣେ ଚୁକ୍ତିବଦ୍ଧ ହେଇଥାଏ। ତା ଭିତରେ ତା ଦେହ ଖରାପ ହେଲେ ମେଡ଼ିସିନ୍ ଖାଇକି ଯାଏ, ଡକ୍ଟରଙ୍କୁ ପରାମର୍ଶ ନିଆଯାଏ। ଡକ୍ଟର ରେଷ୍ଟ ନେଲା ଭିତରେ ତା ଭିତରେ ଯାହାର ଚାଲିଯାଉଛନ୍ତି, ଆମେ କ'ଣ କହିବା? ଆପଣ କହିଲେ ଯୋଉଠି ବି କମିଟି ବାଲା ରଖେଇଦେବେ, ଆପଣ ମାନେ କ'ଣ ଏତେ ମାନେ ସ୍ତର କଲେ ଭଲ ନୁହେଁ? ଯୋଉଠି ଚାହିଁବେ ସେଠି ରଖେଇଦେବେ ଆପଣମାନଙ୍କୁ, ଆପଣଙ୍କ କିଛି ଡିମାଣ୍ଡ ନାହିଁ? ଦେଇପାରିବା ଆମେ ଗାଁ ପୁର ପଲ୍ଲୀଠାରୁ ଆରମ୍ଭ କରି ସହରରେ ଫ୍ୟାସିଲିଟି ଅଛି, ଦେଇ ଦେଉଛନ୍ତି। ଯୋଉଠି ଫ୍ୟାସିଲିଟି ନାହିଁ, ଗାଁ ମଫଲ ଏରିଆ, ସେମାନେ ସେଇଠିକାର ଲୋକ ଯୋଉଙ୍କର ରହୁଥିବେ ଆମକୁ ରହିବାକୁ ପାଉନି। ଆମ ଲାଇଫ୍ ତ ସେଇଆ। ଆମର ପର୍ମାନେଣ୍ଟ ଦାଦା ଆମର ଆଉ ଘର ଆପଣଙ୍କୁ ଦେବେ। 4 ଦିନ ପାଇଁ ଆମେ ହଠାତ୍ ପହଞ୍ଚି ଯାଉ, ଘରେ ଯୋଗାଡ଼ କରିପାରିବାନି ଘର ମିଳେ। ଘର ବାକି ରାତିରେ ଶୋଇବା ରୋଗ ଥିଲେ ତାକୁ ମେଡିସିନ ଖାଇଲେ ମରିବା। ଆମେ ସଚେତନ ନହେଲେ ସାନ ଭାଇ ତାଙ୍କ ଆତ୍ମା ଖାଇଲା ବୋଲି
ଶୁଣିବା